हेलो एवरीवन, आई एम दमयंती। वेलकम टू माय यूट्यूब चैनल। एवं मु आलोचना करी यूनिट 2 भाषार संज्ञा स्वरूप और प्रकार भेद। पेपर 6 क्वेश्चन नंबर 1। भाषा विज्ञान संपर्क में मतामत दर्शाओ। उत्तर। भाषार प्रतिशब्द। भाषा होउची बहु व्यापक। ଏହା ହେଉଛି ମଣିଷର ଚିନ୍ତା ଶକ୍ତି, ହୃଦୟର ଅଭିବ୍ୟକ୍ତି ଓ ଉପଲବ୍ଧିର ଏକ ବ୍ୟାପକ ପ୍ରକାଶ। ଭାଷା ଶବ୍ଦର ପ୍ରତିଶବ୍ଦ ହେଉଛି ଅର୍ଥଯୁକ୍ତ କଥନ, କହିବା, ଚିଠିପତ୍ର, ଭାବର ଶାବ୍ଦିକ ପ୍ରକାଶ, ମନୋଭାବ ପ୍ରକାଶରେ ବ୍ୟବହୃତ ଶବ୍ଦାବଳୀ ଓ ତାହାର ପ୍ରୟୋଗ ରୀତି, ଭାବ ପ୍ରକାଶର ସଂକେତ ଇତ୍ୟାଦି। ଭାଷା ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ଯାହା କୁହାଯାଏ। ସଂସ୍କୃତ ଭାଷ୍ ଧାତୁରେ କର୍ମବାଚ୍ୟରେ ଆ ପ୍ରତ୍ୟୟ ଯୋଗ ହୋଇ ଭାଷା ଶବ୍ଦ ଉତ୍ପନ୍ନ ହୋଇଛି। ଅର୍ଥାତ୍ ଭାଷା ହେଉଛି ଏକ ସାଧନ ଯାହାଦ୍ୱାରା ମଣିଷ ନିଜର ବିଚାର, ଭାବ, ଏକ ଇଚ୍ଛା ପ୍ରକାଶ କରିଥାଏ। ଭାଷାର ଅସ୍ତିତ୍ୱ। ଚିନ୍ତା ଶକ୍ତିକୁ ବାଦ ଦେଇ ଭାଷାର ଅସ୍ତିତ୍ୱ ସ୍ୱୀକାର କରାଯାଇପାରେ ନା। ଚିନ୍ତା ଶକ୍ତି ଅର୍ଥାତ୍ ଗ୍ରୀକ୍ ଭାଷାରେ ଏହାକୁ ଲୋଗୋସ୍ କୁହାଯାଏ। ଭାଷା ପ୍ରକାଶ କରୁଥିବାରୁ ମଣିଷ ଇତର ପଶୁମାନଙ୍କ ଠାରୁ ନିଜର ସ୍ୱାତନ୍ତ୍ର୍ୟ ଜାହିର କରେ। କେତେକଙ୍କ ମତରେ ମଣିଷ ମାନସିକ ଚିନ୍ତା ଓ ହୃଦୟର ଭାବକୁ ପ୍ରକାଶ କରିବାର ମାଧ୍ୟମ ହେଉଛି ଭାଷା। କ ଶ୍ରବଣେନ୍ଦ୍ରିୟ ଗ୍ରାହ୍ୟ। ଇତର ପଶୁପକ୍ଷୀଙ୍କ ରବରବ, ମଣିଷର ମୁଖ ନିଃସୃତ ଧ୍ୱନି ସଂକେତ, ହାତ ଦ୍ୱାରା ବଜାଯାଉଥିବା ତାଳି, ଗହଳି ରାସ୍ତାରେ, ବିଭିନ୍ନ ଯାନବାହନରେ ବିଭିନ୍ନ ଧ୍ୱନି ସଂକେତ, ସ୍କୁଲ କଲେଜ ପ୍ରଭୃତିର ପ୍ରତି କ୍ଲାସ୍ ଶେଷରେ ବଜାଯାଉଥିବା ଘଣ୍ଟାର ଶବ୍ଦ ପ୍ରଭୃତି କିଛି କିଛି ଭାବ ଓ ଇଚ୍ଛା ପ୍ରକାଶିତ ହୋଇଥାଏ। ଏହାକୁ ଶ୍ରବଣେନ୍ଦ୍ରିୟ ଗ୍ରାହ୍ୟ କୁହାଯାଏ। ସ୍ପର୍ଶେନ୍ଦ୍ରିୟ ଗ୍ରାହ୍ୟ। ଶ୍ରେଣୀ ଗୃହରେ ଶିକ୍ଷକ ଶିକ୍ଷାଦାନ କରୁଥିବା ଅବସ୍ଥାରେ ଅମନୋଯୋଗୀ ଛାତ୍ରକୁ ଶିକ୍ଷକ ନିରୀକ୍ଷଣ କରିବ ବୋଲି ଜାଣିପାରି ସେ ନିର୍ଦ୍ଦିଷ୍ଟ ଛାତ୍ର ପାଖରେ ବସିଥିବା ଛାତ୍ରଟି ତାକୁ ସ୍ପର୍ଶ କରି ସଚେତନ ଦେବାକୁ ସୂଚାଇଥାଏ। ଗୋଟିଏ ସ୍କୁଲରେ ଗୋଟେ ପିଲା ଯଦି ସେ ଦୁଷ୍ଟ ହେଉଛି, ପାଟି କରୁଛି, ତାହେଲେ ସାର୍ ତାକୁ ଦେଖୁଛନ୍ତି ବୋଲି ଆଉ ଜଣେ ସ୍ପର୍ଶ କରିକି ସୂଚନା ଦେଉଛି, ତାକୁ ସ୍ପର୍ଶେନ୍ଦ୍ରିୟ ଗ୍ରାହ୍ୟ କୁହାଯାଏ। 3. ଦର୍ଶେନ୍ଦ୍ରିୟ ଗ୍ରାହ୍ୟ। ରେଳ ଧାରଣା ମଧ୍ୟରେ ପୋତା ଯାଇଥିବା ନାଲି ପତାକାକୁ ଦେଖି ରେଳଗାଡ଼ିର ଚାଳକ ଯେପରି ସମ୍ମୁଖରେ କୌଣସି ବିପଦ ଆଶଙ୍କା କରିଥାଏ। ମୁଖଭଙ୍ଗୀ, ଚିଠିପତ୍ର ଏବଂ ମୁକ୍ତ ବ୍ୟକ୍ତିର ବିଭିନ୍ନ ସଂକେତ ପ୍ରଭୃତି ଦ୍ୱାରା କେତେକ ପରିମାଣରେ ବିଚାର, ଇଚ୍ଛା, ଭାବଧାରା ପ୍ରକାଶିତ ହୋଇଥାଏ। ଏଠାରେ ଆମ ମନରେ ପ୍ରଶ୍ନ ଆସେ, ଉପଯୁକ୍ତ ମାଧ୍ୟମ ଗୁଡ଼ିକ ଭାଷା ପଦବାଚ୍ୟ ହୋଇପାରେ କି? ଏହାର ଉତ୍ତର ହେବ, ଏଗୁଡ଼ିକୁ ଭାଷା ପଦବାଚ୍ୟ ନୁହେଁ, କାରଣ ବାକ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି ସମଷ୍ଟି ନୁହେଁ। କେବଳ ଏଠାରେ ଯୁକ୍ତି ହୋଇପାରେ ଯେ ବାକ୍ ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି ସମଷ୍ଟି କ'ଣ ଭାଷା? କୁକୁରର ଭ ଭ ଧ୍ୱନି, ବିଲୁଆର ହୋ କି ହୋ, ଗାଈର ହମ୍ବା ରଡ଼ି, ମଣିଷର ବାକ୍ ଯନ୍ତ୍ରରୁ ଓ ସୃଷ୍ଟ ଓ ଆ ଧ୍ୱନିଗୁଡ଼ିକୁ ସୂକ୍ଷ୍ମତଃ ଭାଷା କୁହାଯାଇ ନ ପାରିଲେ ମଧ୍ୟ ସ୍ଥୂଳତଃ ଉଚ୍ଚାରଣକ୍ଷମ ଅବୟବରୁ ସୃଷ୍ଟ ଧ୍ୱନି ସମଷ୍ଟିକୁ ଭାଷା ଆଖ୍ୟା ଦିଆଯାଇପାରେ। ମାତ୍ର ସାଧାରଣ ଭାବରେ
ପୂର୍ବରୁ ଭାଷାର ସଂଜ୍ଞା ସମ୍ପର୍କରେ କୁହାଯାଇଥିଲା, ଭାଷା ହେଉଛି ଏକ ସାଧନ ଯାହାଦ୍ୱାରା ମଣିଷ ନିଜର ବିଚାର, ଭାବ ଓ ଇଚ୍ଛା ପ୍ରକାଶ କରିଥାଏ। କ୍ୱେଶ୍ଚନ୍ ନମ୍ବର 2, ଭାଷାର ସଂଜ୍ଞା ଓ ସ୍ୱରୂପ ସମ୍ପର୍କରେ ଆଲୋଚନା କର। ଭାଷାର ସଂଜ୍ଞା। ଯେ ଭେଣ୍ଡର୍ସଙ୍କ ମତରେ ଭାଷାର ସଂଜ୍ଞା ହେଉଛି ଏହା ଏକ ସଂକେତ ପଦ୍ଧତି ଯାହା ସାହାଯ୍ୟରେ ମଣିଷ ନିଜର ଚିନ୍ତାଧାରା ବା ହୃଦୟର ଅନ୍ତର୍ନିହିତ ସନ୍ଦେଶକୁ ଅନ୍ୟ ପାଖରେ ପହଞ୍ଚାଏ। ଭାଷାର ସ୍ୱରୂପ। 1. ଭାଷା ପ୍ରାକୃତିକ ଓ ମାନବୀୟ ଧ୍ୱନି ସମଷ୍ଟି। ଏହା ମୂଳତଃ ପ୍ରାକୃତିକ, ମାତ୍ର ମାନବର ଚେଷ୍ଟାକୃତ ଫଳସ୍ୱରୂପ ଧ୍ୱନି ସମଷ୍ଟି ଯହିଁରୁ ଶବ୍ଦ ଓ ପଦ ନିର୍ଣ୍ଣୟ ହୋଇଥାଏ। 2. ଭାଷା ସଂଯୋଗବସ୍ଥା। ଭାଷାର ପ୍ରତ୍ୟେକ ଶବ୍ଦ ବିଭିନ୍ନ ଧ୍ୱନିକୁ ଯୋଗ କରାଯାଇପାରେ ବା ବିୟୋଗ କରାଯାଇପାରେ। ଯେପରିକି ମା ଧ୍ୱନିରେ ଆ ଯୋଗ କରି ମା ହୋଇପାରେ, ସେହିପରି ସ୍କୁଲ ଶବ୍ଦରୁ ଇ ଯୋଗ କରି ସ୍କୁଲ ହୋଇଥାଏ। ପୁଣି ଷ୍ଟେସନ ଶବ୍ଦରୁ ସେ ଧ୍ୱନିକୁ ବିୟୋଗ କରି ଟ୍ୟୁସନ କୁହାଯାଇଥାଏ। ତାପରେ ଭାଷା ପରମ୍ପରାଗତ। 3. ଭାଷା ପରମ୍ପରାଗତ। ଗୋଷ୍ଠୀ, ସମାଜ ବା ପରମ୍ପରା ହେଉଛି ଭାଷାର ସ୍ରଷ୍ଟା। ବ୍ୟକ୍ତି ଏକାକୀ ଏହା ସୃଷ୍ଟି କରିପାରେ ନାହିଁ। ବ୍ୟକ୍ତି ଏହାକୁ ସମାଜ ଓ ପରମ୍ପରାରୁ ଗ୍ରହଣ କରେ ଓ ନିଜେ ଅର୍ଜନ କରି ଏହାର ଅଧିକାରୀ ହୋଇଥାଏ। ଏକକ ବ୍ୟକ୍ତି ଚେଷ୍ଟାକୃତ ଭାବେ ଏହା କେତେକ ପରିବର୍ତ୍ତନ ଆଣିପାରେ, ମାତ୍ର ଏକାକୀ ଏହାର ପୂର୍ଣ୍ଣାଙ୍ଗ ପରିବର୍ତ୍ତନ ଆଣେ ନାହିଁ। ଭାଷା ପୈତୃକ ସମ୍ପତ୍ତି ନୁହେଁ। ପିତାର ସମ୍ପତ୍ତିରେ ପୁତ୍ରର ନ୍ୟାୟୋଚିତ ଅଧିକାର ରହିବା ପରେ ପିତାର ଭାଷାରେ ପୁତ୍ରର ଅଧିକାର ଅନାୟାସ-ଲବ୍ଧ ନୁହେଁ। କାରଣ ଭାଷା ବ୍ୟକ୍ତିର ଚେଷ୍ଟାକୃତ ଅନୁକରଣ ଲବ୍ଧ ବସ୍ତୁ। ଆପେ ଆପେ କେବେ ପିତାର ଭାଷା ପୁତ୍ରର ହୋଇଯିବ ନାହିଁ। ଯଦି କୌଣସି ନିର୍ଦ୍ଦିଷ୍ଟ ଭାଷାର ପୁତ୍ର ଆବାଲ୍ୟରୁ ସାରା ଜୀବନ ସେହି ଭାଷା ଅନୁକରଣ କରିବାରୁ ବଞ୍ଚିତ ହୁଏ, ତେବେ ସେ ପିତାର ଭାଷାର ଅଧିକାରୀ ହୋଇପାରେ ନାହିଁ। ଭାଷା ଚେଷ୍ଟାକୃତ ଅର୍ଜିତ ସମ୍ପତ୍ତି। ମଣିଷ ଅନୁକରଣ ପ୍ରିୟ ହୋଇଥିବାରୁ ଭାଷାର ଅର୍ଜନ ମୁଖ୍ୟତଃ ଅନୁକରଣ ଦ୍ୱାରା ସମ୍ଭବ ହୋଇଥାଏ। ଏକ କ୍ରମାନୁଗତ ପ୍ରାକୃତିକ ଅନୁକରଣ ଦ୍ୱାରା ଭାଷାର ସ୍ୱଚ୍ଛନ୍ଦ ଓ ସାବଲୀଳ ବିକାଶ ସମ୍ଭବ ହୁଏ। ଭାଷା ଏତେ ବ୍ୟାପକ ଯେ ତାକୁ ଶିଖାଇବା ସମ୍ଭବ ନୁହେଁ। ଭାଷା ଅନୁକରଣ ସାପେକ୍ଷ। ମଣିଷ ଅନୁକରଣ ପ୍ରିୟ ହୋଇଥିବାରୁ ଭାଷା ଅର୍ଜନ ମୁଖ୍ୟତଃ ଅନୁକରଣ ସାପେକ୍ଷ। ଏକ କ୍ରମାନୁଗତ ପ୍ରବୃତ୍ତିକୁ ଅନୁକରଣ ଦ୍ୱାରା ଭାଷା ସ୍ୱଚ୍ଛନ୍ଦ ଓ ସାବଲୀଳ ବିକାଶ ସମ୍ଭବ ହୁଏ। ଭାଷା ଏତେ ବ୍ୟାପକ ଯେ ତାକୁ ଶିଖାଇବା ସମ୍ଭବ ନୁହେଁ। ଶିଶୁଟିଏ ଅନ୍ୟଠାରୁ ଭାଷା ଯେତିକି ଶିଖିନଥାଏ, ତାଠାରୁ ଯଥେଷ୍ଟ ଅଧିକ ନିଜେ ହିଁ ଅନୁକରଣ କରିଥାଏ। ଭାଷା ପରିବର୍ତ୍ତନଶୀଳ। ଭାଷା ଅନୁକରଣ ଉପରେ ଆଧାରିତ। ସମୟ, ସ୍ଥାନ ଓ ପାତ୍ର ଭେଦରେ ଏକ ନିର୍ଦ୍ଦିଷ୍ଟ ଭାଷା ତାହାର ରୂପ ପରିବର୍ତ୍ତନ କରେ। ଅସ୍ଥିରତା ହେଉଛି ଭାଷାର ଜୀବନ ଦ୍ୟୋତକ। ଭାଷାର ଅନ୍ତିମ ପରିଣତି ଆଶା କରିବା ନିରର୍ଥକ। ତେଣୁ ନିର୍ଦ୍ଦିଷ୍ଟ ଶବ୍ଦାନ୍ତିକ ଚୂଡ଼ାନ୍ତ ସ୍ୱରୂପ ଭାଷାରେ ନଥାଏ। କାରଣ ଭାଷା ରୂପ
ରୂପାନ୍ତର ଦେଖାଯାଇଥାଏ, ଯେଉଁଠାରେ ଭାଷା ଚୂଡ଼ାନ୍ତ ପରିଣତି ହୁଏ ସେଠାରେ ଭାଷାର ମୃତ୍ୟୁ ହୁଏ। ତେଣୁ ଭାରତୀୟ ଭାଷାବିତ୍ମାନଙ୍କର ରୂପ ପରିବର୍ତ୍ତନ ହୋଇ ପାରିଛି। ଭାଷା ଭୌଗୋଳିକ ସୀମାବଦ୍ଧତା। ପ୍ରତ୍ୟେକ ଭାଷା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାବଦ୍ଧ ମଧ୍ୟରେ ଆବଦ୍ଧ। ଏହି ସୀମାର ବାହାରେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟିଥାଏ। ସମୟର ଆବେଷ୍ଟନୀ ମଧ୍ୟରେ ଭାଷା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଭାଷାର ଯଥାସମ୍ଭବ ବୈଶିଷ୍ଟ୍ୟ ନିର୍ଦ୍ଧାରିତ ହୋଇଥାଏ। ସେହି ସମୟରୁ ଆରମ୍ଭ ହୋଇ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ବ୍ୟବହୃତ ହୋଇ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟକୁ କିଞ୍ଚିତ୍ ଭିନ୍ନ ବା ଅନେକ ଭିନ୍ନତାର ସ୍ୱାକ୍ଷର ବହନ କରେ। ଗଠନ ପ୍ରଣାଳୀର ଭିନ୍ନତା। ନିର୍ଦ୍ଦିଷ୍ଟ ଭାଷାରୁ ବିଭିନ୍ନ ଅନ୍ୟ ଭାଷା ଧ୍ୱନି, ଶବ୍ଦ, ରୂପ ଓ ବାକ୍ୟ ଗଠନ ଆଦିର କିଛି ନା କିଛି ଭିନ୍ନତା ଲକ୍ଷ୍ୟ କରାଯାଏ। ଏହି ଭିନ୍ନତା ହିଁ ସ୍ୱତନ୍ତ୍ର ଭାଷାର ସତ୍ତା ନିରୂପଣ କରିବାର ସହାୟକ ହୋଇଥାଏ। କ୍ଳିଷ୍ଟତା ପରିହାର। ଭାଷାର ସ୍ୱାଭାବିକତା। ଅଳ୍ପ ପରିଶ୍ରମ କରି ବେଶୀ ଆହରଣ କରିବା ପ୍ରତ୍ୟେକ ବ୍ୟକ୍ତିର ପ୍ରକୃତି ହୋଇଥିବାରୁ ଭାଷା ପ୍ରୟୋଗକାରୀ କଠିନତାକୁ ପରିତ୍ୟାଗ କରିବାକୁ ପ୍ରୟାସୀ ହୋଇ ସରଳତାକୁ ଗତି କରେ। ଏହି ନ୍ୟାୟରେ ଲକ୍ଷ୍ମଣ କୁମାର ଲକ୍ଷଣ ସୃଷ୍ଟି ହୃଷୀକେଶକୁ ହୁରୁଷୀ ବୋଲି ଉଚ୍ଚାରଣ କରାଯାଏ। ଭାଷାର ପ୍ରାମାଣିକତା। ପ୍ରତ୍ୟେକ ଭାଷାର ଏକ ପ୍ରାମାଣିକତା ରୂପ ଥାଏ। ଆଞ୍ଚଳିକତା ଭେଦରେ ନିର୍ଦ୍ଦିଷ୍ଟ ଭାଷାର କେତେକ ପାର୍ଥକ୍ୟ ଲକ୍ଷ୍ୟ କରାଯାଉଥିଲେ ସୁଦ୍ଧା ସମସ୍ତଙ୍କ ଗ୍ରହଣଯୋଗ୍ୟ ଏକ ପ୍ରାମାଣିକ ରୂପ ସ୍ୱୀକାର ହୋଇଥିବା ବାଞ୍ଛନୀୟ। ଭାଷା ବିଚାର, ଅଭିବ୍ୟକ୍ତି ଓ ବିଚାରଗତ। ଭାଷା ମଣିଷର ବିଚାର ଅଭିବ୍ୟକ୍ତି କେବଳ ନ ହୋଇ ବିଚାର ମଧ୍ୟ ସାଧନ ହୋଇଥାଏ। ଅନେକ ସମୟରେ ଭାଷା ଭାବାବିଷ୍ଟ ମଣିଷ ତାର ବିଚାରବୋଧକୁ ନିଜେ ନିଜ ଶବ୍ଦ ମାଧ୍ୟମରେ ପ୍ରକାଶ କରିଥାଏ। ସେ ସମୟର ଅଭିବ୍ୟକ୍ତିକୁ କେହି ଗ୍ରହଣ କରୁ ବା ନ କରୁ, ସେ ନିଜେ ହିଁ ଶ୍ରୋତା ଓ ବକ୍ତା ହୋଇ ଏହି ପ୍ରକାରର ଅଭିବ୍ୟକ୍ତିକୁ ନାଟକର ସ୍ୱୋକ୍ତି କୁହାଯାଏ। ଏହା ଭାଷା ସଂଜ୍ଞାକୁ ପୂର୍ଣ୍ଣତଃ ପ୍ରକାଶ କରୁନଥିଲେ ମଧ୍ୟ ଭାଷା ଅନ୍ତର୍ଭୁକ୍ତ ହୋଇପାରିବ। ଭାଷା ବିଜ୍ଞାନ କ୍ଷେତ୍ରରେ ଭାଷାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ, ସୈଦ୍ଧାନ୍ତିକ ବିବେଚନ, ବୈଜ୍ଞାନିକ ବିଶ୍ଳେଷଣ ହୋଇଥିବାରୁ ଭାଷା ବିଜ୍ଞାନ କଳା ନ ହୋଇ ବିଜ୍ଞାନ ହୋଇଥାଏ। କ୍ୱେଶ୍ଚନ୍ ନମ୍ବର 3 ଭାଷା ବିଜ୍ଞାନର ବିଭାଗୀକରଣ କ'ଣ? ଆଲୋଚନା କର। ଉତ୍ତର। କ. କାବ୍ୟ ବିଜ୍ଞାନ। ଭାଷା ବିଜ୍ଞାନର ଶ୍ରେଷ୍ଠ ବିଭାଗ ରୂପେ କାବ୍ୟ ବିଜ୍ଞାନ ପରିଚିତ। ମଣିଷ ପରସ୍ପର ବିଚାର ବିନିମୟ କାବ୍ୟ ଦ୍ୱାରା କରିପାରୁଥିବାରୁ କାବ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା 3 ଉପବିଭାଗରେ ବିଭକ୍ତ ହୋଇଥାଏ, ଯଥା ସମକାଳୀନ ବାକ୍ୟ ବିଜ୍ଞାନ, ସମକାଳୀନ ବାକ୍ୟ ବିଜ୍ଞାନ ଓ ଐତିହାସିକ ବାକ୍ୟ ବିଜ୍ଞାନ ଓ ତୁଳନାତ୍ମକ ବାକ୍ୟ ବିଜ୍ଞାନ 3 ଭାଗରେ ବିଭକ୍ତ। ଏକରେ ସମକାଳୀନ ବାକ୍ୟ ବିଜ୍ଞାନ। ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟବହୃତ ବାକ୍ୟର ଆଙ୍ଗିକ ବୈଚିତ୍ର୍ୟ ଉପରେ ସମକାଳୀନ ବାକ୍ୟ ବିଜ୍ଞାନରେ ଅନୁଶୀଳନ କରିବାରେ ତାହାର ପ୍ରବୃତ୍ତି, ପ୍ରକୃତି ଓ କାରଣ ବର୍ଣ୍ଣନା ହୋଇଥାଏ। ଐତିହାସିକ ବାକ୍ୟ ବିଜ୍ଞାନ। ଐତିହାସିକ ବାକ୍ୟ ବିଜ୍ଞାନରେ ଅତୀତରୁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ଭାଷାର ବାକ୍ୟ ଗଠନ ଯେଉଁ ନୀତି ଓ ପଦ୍ଧତିରେ ହୋଇଛି ଏବଂ ସେ ସବୁର ପରିବର୍ତ୍ତନ ହୋଇଛି। ତୁଳନାତ୍ମକ ବାକ୍ୟ ବିଜ୍ଞାନ। ସମକାଳୀନ ବାକ୍ୟ ବିଜ୍ଞାନ ଏବଂ ଐତିହାସିକ ବାକ୍ୟ ବିଜ୍ଞାନ ମଧ୍ୟରୁ ତୁଳନାତ୍ମକ ବାକ୍ୟ ବିଜ୍ଞାନ
ଅଧିକ ଜଟିଳ ପ୍ରାୟ। ଏହି ଭାବରେ ବିଭିନ୍ନ ଭାଷାର ସୃଷ୍ଟି ବିକାଶ ଓ ପ୍ରକୃତିର ତୁଳନାତ୍ମକ ଅଧ୍ୟୟନ ହୋଇଥାଏ। ଏତଦ୍ ଭିନ୍ନ କୌଣସି ନିର୍ଦ୍ଦିଷ୍ଟ ଭାଷାର ବିଭିନ୍ନ ସମୟରୁ ପ୍ରକୃତିକୁ ତୁଳନାତ୍ମକ ଭାବେ ଆଲୋଚନା କରାଯାଇପାରେ। ଘରେ ରୂପ ବିଜ୍ଞାନ। କେତେଗୁଡ଼ିଏ ଧ୍ୱନି ମିଶି ଶବ୍ଦ ଗଠିତ ହୋଇ ଯେତେବେଳେ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରେ ସେତେବେଳେ ତାହାକୁ ପଦ କୁହାଯାଏ। ପଦ ହେଉଛି ବାକ୍ୟ ଗଠନର ଅପରିହାର୍ଯ୍ୟ ଉପାଦାନ। ବାକ୍ୟ ଗଠନ କଲାବେଳେ ପଦ ବା ପଦମାନଙ୍କର ଯଥାର୍ଥ ଓ ତାହାର ଯଥୋଚିତ ବ୍ୟବହାର ଜାଣିବା ସର୍ବାତ ଆବଶ୍ୟକ। ବାକ୍ୟ ମଧ୍ୟରେ ପଦମାନଙ୍କର ତତ୍ତ୍ୱ ଜାଣିବା ଭାଷା ବିଜ୍ଞାନର ବିଶିଷ୍ଟ ବିଭାଗ। ଏହି ତତ୍ତ୍ୱ ଜାଣିବା ବା ଜ୍ଞାନ ଅର୍ଜନ କରିବା ବା ବିଶ୍ଳେଷଣ କରିବାକୁ ପଦ ବିଜ୍ଞାନ ବା ରୂପ ବିଜ୍ଞାନ କୁହାଯାଏ। ଶବ୍ଦ ବିଜ୍ଞାନ। ଶବ୍ଦ ହେଉଛି ରୂପ ବା ପଦର ଭିତ୍ତି। ଏହି ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ ସେତେବେଳେ ତାହା ପଦ ଭାବରେ ପରିଚିତ ହୁଏ। ଏହି ବିଭାଗରେ ଶବ୍ଦର ବ୍ୟୁତ୍ପତ୍ତି, ଶବ୍ଦର ଭଣ୍ଡାର, ଶବ୍ଦର ବର୍ଗୀକରଣ, ଶବ୍ଦର ପରିବର୍ତ୍ତନ ପ୍ରଭୃତି ଅଧ୍ୟୟନ ହୋଇଥାଏ। ଶବ୍ଦମାନଙ୍କର ତୁଳନାତ୍ମକ ଅଧ୍ୟୟନ ମଧ୍ୟ ଶବ୍ଦ ବିଜ୍ଞାନର ପରିସରଭୁକ୍ତ। ଧ୍ୱନି ବିଜ୍ଞାନ। ଧ୍ୱନି ହେଉଛି ଶବ୍ଦର ଆଧାର। ଧ୍ୱନି ବିଜ୍ଞାନରେ ବିଭିନ୍ନ ଦୃଷ୍ଟିକୋଣରୁ ଧ୍ୱନିର ବିଚାର ହୋଇଥାଏ। ଧ୍ୱନି ବିଜ୍ଞାନକୁ ଦୁଇ ଉପବିଭାଗରେ ବିଭକ୍ତ କରାଯାଏ ଯଥା ଧ୍ୱନି ତତ୍ତ୍ୱ ଓ ଧ୍ୱନି ପ୍ରକ୍ରିୟା ବିଜ୍ଞାନ। ଧ୍ୱନି ତତ୍ତ୍ୱରେ ଧ୍ୱନି ସମ୍ପର୍କିତ ଅବୟବ ସମ୍ପର୍କରେ ଅଧ୍ୟୟନ କରାଯାଏ। ଧ୍ୱନି ପ୍ରକ୍ରିୟା ବିଜ୍ଞାନରେ ଧ୍ୱନିର ପରିବର୍ତ୍ତନ, ଧ୍ୱନି ନିୟମ ସମ୍ପର୍କରେ ସୂକ୍ଷ୍ମାତିସୂକ୍ଷ୍ମ ବ୍ୟବହାର ଓ ବିଶ୍ଳେଷଣ ହୋଇଥାଏ। ଅର୍ଥ ବିଜ୍ଞାନ। ଶବ୍ଦ ଯଦି ଭାଷାର ଶରୀର ହୁଏ ତେବେ ଅର୍ଥ ହେଉଛି ତାହାର ଆତ୍ମା। ପ୍ରକୃତିରେ ଭାଷାର ବୈଚିତ୍ର୍ୟ ଶବ୍ଦରେ ନାହିଁ, ଅଛି ଅର୍ଥରେ। ଶବ୍ଦର ଅର୍ଥ ନିର୍ଦ୍ଧାରଣ ତାହାର ସ୍ତର ବିକାଶର ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହେଉଛି ଅର୍ଥ ବିଜ୍ଞାନର ଅନ୍ତର୍ଭୁକ୍ତ। ଏହା ମଧ୍ୟ ତିନି ପ୍ରକାରର: ସମକାଳୀନ, ଐତିହାସିକ ଓ ତୁଳନାତ୍ମକ ଅର୍ଥ ବିଜ୍ଞାନ। ଭାଷାର ବର୍ଗୀକରଣ। ପୃଥିବୀରେ ପ୍ରଚଳିତ ବିଭିନ୍ନ ଭାଷାର ଉତ୍ସ, ବିକାଶ ଓ ଗଠନ ପ୍ରଣାଳୀକୁ ଦୃଷ୍ଟିରେ ରଖି ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇଥାଏ। ଏହି ଭାବରେ ବାକ୍ୟ, ରୂପ, ଶବ୍ଦ, ଧ୍ୱନି ଓ ତୀର୍ଥକୁ ପ୍ରମାଣ ରୂପେ ଗ୍ରହଣ କରି ଭାଷାମାନଙ୍କର ତୁଳନାତ୍ମକ ଏବଂ ଐତିହାସିକ ଅଧ୍ୟୟନ ହୋଇଥାଏ। ଭାଷିକ ଭୂଗୋଳ। ଭୌଗୋଳିକ ଭିତ୍ତିରେ ଭାଷାର ଅଧ୍ୟୟନକୁ ଭାଷିକ ଭୂଗୋଳ କୁହାଯାଏ। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେ ଭାଷାରେ ଦେଖାଯାଉଥିବା ଧ୍ୱନି, ରୂପ, ବାକ୍ୟ, ଅର୍ଥ ଓ ଶବ୍ଦ ଆଦିର ବୈଚିତ୍ର୍ୟକୁ କେନ୍ଦ୍ର କରି ସୃଷ୍ଟି ହେଉଥିବା ଉପଭାଷା ଆଞ୍ଚଳିକ ଭାଷା ବୋଲି ପ୍ରକୃତିକୁ ଅନୁଶୀଳନ କରାଯାଏ। ଲିପି ବିଜ୍ଞାନ। ବାଚିକ ଭାଷାକୁ ଲିପି ସାହାଯ୍ୟରେ ଦୀର୍ଘସ୍ଥାୟୀ କରାଯାଇ ପାରୁଥିବାରୁ ଲିପି ସମ୍ପର୍କରେ ଅଧ୍ୟୟନ ଆବଶ୍ୟକ ରହିଛି। ଲିପି ଉତ୍ପତ୍ତି, ବିକାଶ ଓ ଉପଯୋଗିତା ସମ୍ପର୍କରେ ଲିପି ବିଜ୍ଞାନରେ ବିଚାର ହୋଇଥାଏ। ଶୈଳୀ ବିଜ୍ଞାନ। ଭାଷା କହୁଥିବା ସମସ୍ତ ବ୍ୟକ୍ତିଙ୍କର ଧ୍ୱନି, ଶବ୍ଦ, ବାକ୍ୟ ଗଠନ ପ୍ରଣାଳୀ ପୂର୍ଣ୍ଣତଃ ଏକ ବା ଅଭିନ୍ନ ନୁହେଁ। ଅଭିବ୍ୟକ୍ତ ବା ଶୈଳୀଗତ ପାର୍ଥକ୍ୟର କାରଣ ଓ ବିଶେଷତ୍ୱ ସମ୍ପର୍କରେ ଅଧ୍ୟୟନ ହେଉଛି ଶୈଳୀ ବିଜ୍ଞାନର ପରିସରଭୁକ୍ତ। ବ୍ୟୁତ୍ପତ୍ତି ବିଜ୍ଞାନ। ଶବ୍ଦ ଭାଷାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ବ୍ୟୁତ୍ପତ୍ତି ବିଜ୍ଞାନରେ ଶବ୍ଦର ପୂର୍ଣ୍ଣାଙ୍ଗ ଜୀବନର ପରିଚୟ, ଏହାର ଅନ୍ତଃସ୍ୱରୂପ ଓ ବହିରୂପ, କାଳକ୍ରମେ ବିବରଣୀ ଆଦିର ପୁଙ୍ଖାନୁପୁଙ୍ଖ ବିଚାର ହୋଇଥାଏ। ସର୍ବେକ୍ଷଣ ପଦ୍ଧତି। ସର୍ବେକ୍ଷଣ ସାହାଯ୍ୟରେ ପ୍ରତ୍ୟକ୍ଷ ଜ୍ଞାନ ମିଳିଥାଏ। ତେଣୁ କୌଣସି ଅଞ୍ଚଳରେ ସର୍ବେକ୍ଷଣ କରାଯାଇ ସେ ଅଞ୍ଚଳରେ
ବ୍ୟବହୃତ ଭାଷା ଶବ୍ଦ ଧ୍ୱନି ଆଦିର ତତ୍ତ୍ୱ ଜାଣିବା ସହ ସେଗୁଡ଼ିକ ବୈଚିତ୍ର୍ୟ ଅନୁଧ୍ୟାନ କରିବା ହେଉଛି ସର୍ବେକ୍ଷଣ ପଦ୍ଧତି। ତୁଳନାତ୍ମକ ଭାଷା ବିଜ୍ଞାନ। ଭାଷା ବିଜ୍ଞାନର ବିଭିନ୍ନ ବିଭାଗ। 1 ତୁଳନାତ୍ମକ ଭାଷା ବିଜ୍ଞାନ। ଭାଷା ବିଜ୍ଞାନ ତୁଳନାତ୍ମକ ଭାଷା ବିଜ୍ଞାନ ପ୍ରଧାନ ଶାଖା ଭାବେ ଗୃହୀତ। ଏ ସମ୍ପର୍କରେ ଅନୁଧ୍ୟାନ କରି ସାର୍ ୱିଲିୟମ ଗ୍ରାସ୍ ଉଲ୍ନାର ପ୍ରଭୃତି ବିଶେଷ ପ୍ରସିଦ୍ଧ ଅର୍ଜନ କରିଛନ୍ତି। ଭାଷା ବିଜ୍ଞାନରେ ଏହି ବିଭାଗରେ ବିଭିନ୍ନ ଭାଷାର ସୃଷ୍ଟି, ବିକାଶ ଓ ସେସବୁର ବିକାଶ ସମ୍ପର୍କରେ ତୁଳନାତ୍ମକ ଅଧ୍ୟୟନ ହୋଇଥାଏ। ତୁଳନାତ୍ମକ ଭାଷାର ଅନୁଶୀଳନ କରାଯାଇ ଗୋଟିଏ ନିର୍ଦ୍ଦିଷ୍ଟ ଭାଷାର ଉପଭାଷା ଓ ଆଞ୍ଚଳିକ ଭାଷା ମଧ୍ୟରେ ଥିବା ସମସ୍ୟା ଓ ବୈଷମ୍ୟ ବିଚାର ହୋଇଥାଏ। ଏପରିକି ଗୋଟିଏ ଭାଷା ଦୁଇଟି ଭିନ୍ନ ଭିନ୍ନ ସ୍ତର ବା ଭିନ୍ନ ଭାଷାର ନିର୍ଦ୍ଦିଷ୍ଟ ସ୍ତର ତୁଳନା କରାଯାଏ। ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ। 2 ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନରେ ଭାଷାର ବାହ୍ୟ ରୂପ ଓ ନିର୍ମାଣ ପଦ୍ଧତି ଉପରେ ସୂକ୍ଷ୍ମାତିସୂକ୍ଷ୍ମ ଅଧ୍ୟୟନ ହୋଇଥାଏ। ଭାଷାର ଲିଖିତ ରୂପ ଉପରେ ଗୁରୁତ୍ୱ ଦିଆନଯାଇ ଭାଷାର କଥିତ ରୂପ ଉପରେ ଗୁରୁତ୍ୱ ଦିଆଯାଇଥାଏ। ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ଉଚ୍ଚାରିତ ରୂପ ହିଁ ପ୍ରକୃତ ଭାଷା, ତେଣୁ ଭାଷାର ଲିଖିତ ରୂପ ନିର୍ଦ୍ଦିଷ୍ଟ ବା ମୃତ। ମାତ୍ର ଉଚ୍ଚାରିତ ରୂପ ଚିରଜୀବନ୍ତ। ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ ଅର୍ଥ ବିଚାର ସହ ସମ୍ପୃକ୍ତ ନ ହୋଇ କେବଳ ଶବ୍ଦ ଗଠନ ସହିତ ସମ୍ପୃକ୍ତ। ଏହା 3 ଭାଗରେ ବିଭକ୍ତ। ଧ୍ୱନି ବିଜ୍ଞାନ, ଧ୍ୱନି ଗ୍ରାମ ବିଜ୍ଞାନ, ପଦ ବିଜ୍ଞାନ ଓ ବାକ୍ୟ ବିଜ୍ଞାନ 4 ଭାଗରେ। ଐତିହାସିକ ବିଜ୍ଞାନ। ଐତିହାସିକ ଭାଷା ବିଜ୍ଞାନ। ଏହି ବିଭାଗରେ କୌଣସି ଭାଷାର ବିଭିନ୍ନ ସମୟରେ ପ୍ରାକୃତିକ ପରିବର୍ତ୍ତନ, ଗତି ଓ ବିକାଶ ସମ୍ପର୍କରେ ଅଧ୍ୟୟନ ହୋଇଥାଏ। ଭାଷାବିତ୍ ଭଣ୍ଡାରକଙ୍କ ଯୁକ୍ତି ହେଉଛି, କୌଣସି ଭାଷା ପରିବାରର ମୂଳ ଭାଷାକୁ ଅଧ୍ୟୟନ ସାମଗ୍ରିକ ରୂପେ ଗ୍ରହଣ କରାଯାଇ ବିଭିନ୍ନ ଅବସ୍ଥାରେ, ବିଭିନ୍ନ ସ୍ଥାନରେ ଓ ବିଭିନ୍ନ କାଳରେ ତାହା କାଳଗତ ଧାରାବାହିକ ଯେଉଁ ରୂପାନ୍ତର ହୋଇଛି, ତାହା ହିଁ ଐତିହାସିକ ଭାଷା ବିଜ୍ଞାନ ଅନୁସନ୍ଧାନ କରିଥାଏ। ସଂରଚନାତ୍ମକ ଭାଷା ବିଜ୍ଞାନ। ଏହି ବିଭାଗରେ ଭାଷାର ବିଭିନ୍ନ ଅଂଶର ବିଶ୍ଳେଷଣ ସ୍ୱତନ୍ତ୍ର ଭାବରେ ନ ହୋଇ ସେମାନଙ୍କର ପାରସ୍ପରିକ ସମ୍ବନ୍ଧ ଉପରେ ଅଧ୍ୟୟନ ହୋଇଥାଏ। ସଂରଚନାତ୍ମକ ଐତିହାସିକ ତୁଳନାତ୍ମକ ଭାଷା ବିଜ୍ଞାନ ସହିତ ମଧ୍ୟ ଏହାର ସମ୍ପର୍କ ନିହିତ। କେତେକ ମତ ଦିଅନ୍ତି ଯେ ବ୍ୟାକରଣ କାର୍ଯ୍ୟ ସହିତ ସଂରଚନା ଭାଷା ବିଜ୍ଞାନର କାର୍ଯ୍ୟ ପ୍ରାୟ ସମାନ, ମାତ୍ର ସବୁ କ୍ଷେତ୍ରରେ ଏହା ସମାନ ନୁହେଁ। ବ୍ୟାକରଣ ପରି ଏହା କ୍ଷଣଶୀଳ ନୁହେଁ, କାରଣ ବ୍ୟାକରଣ ଭାଷାର ନିର୍ଦ୍ଦିଷ୍ଟ ରୂପକୁ ଗ୍ରହଣ କଲାବେଳେ ସଂରଚନା ଭାଷା ବିଜ୍ଞାନର ଉଚ୍ଚାରିତ ରୂପ ଉପରେ ଗୁରୁତ୍ୱ ଦିଏ। ମନ ଭାଷା ବିଜ୍ଞାନ। ସୃଷ୍ଟିରେ ମଣିଷ ହେଉଛି ଚିନ୍ତାଶୀଳ। ଭାଷାର ସୃଷ୍ଟି ମୂଳରେ ରହିଛି ମଣିଷର ଚିନ୍ତା ଶକ୍ତି ଏବଂ ଚିନ୍ତା ଶକ୍ତିର ଭିତ୍ତି ହେଉଛି ମନ। ଦେଖାଯାଏ ଯେ ଭାଷା ଅଭିବ୍ୟକ୍ତି ପାଇଁ ଏକ ପକ୍ଷରେ ଉଚ୍ଚାରିତ ଅବୟବମାନଙ୍କର ପ୍ରୟୋଗ ଏବଂ ଅନ୍ୟ ପକ୍ଷରେ ମନର ପ୍ରୟୋଗ ହୋଇଥାଏ। ଯେପରିକି ବକ୍ତା କହିବା ପୂର୍ବରୁ ଶ୍ରୋତା ଶ୍ରବଣ କରିବା ପରେ ତାହାର ମନୋବୈଜ୍ଞାନିକ କ୍ରିୟା ସମ୍ପନ୍ନ ହୋଇଥାଏ। ତେଣୁ ଭାଷାର ଆରମ୍ଭ ମନରୁ ଓ ସମାପ୍ତି ମଧ୍ୟ ମନରୁ ହୋଇଥାଏ। ଭାଷା ସମ୍ପ୍ରସାରଣକୁ 2 ଭାଗରେ ଆଧାରିତ, ଯଥା ଭୌତିକ ଓ ମନୋବୈଜ୍ଞାନିକ। 6 ସମାଜ ଭାଷା ବିଜ୍ଞାନ। ସମାଜରୁ ଭାଷାର ସୃଷ୍ଟି ଓ ବିକାଶ ହୋଇଛି, ତେଣୁ ଭାଷା ଏକ ସାମାଜିକ ବସ୍ତୁ ବୋଲି ନିଃସନ୍ଦେହରେ କୁହାଯାଇପାରେ। ଏହି ଭାବରେ ସମାଜ ସହିତ ଭାଷାର ସମ୍ବନ୍ଧ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥାଏ। ମଣିଷ ସମାଜରେ ଜନ୍ମ ହୋଇ ସମାଜରେ ବଢ଼େ ଓ ସମାଜରୁ ଶିକ୍ଷା ଲାଭ କରେ। ତେଣୁ ସମାଜରେ ସମସ୍ୟା ସହିତ
ଭାଷାର ସମସ୍ୟା ଅନେକ ମାତ୍ରାରେ ସମନ୍ୱିତ। ଏହି ବିଭାଗରେ ସମାଜ ଓ ଭାଷାର ସମ୍ବନ୍ଧ ସହିତ ଭିନ୍ନ ଭିନ୍ନ ସାମାଜିକ ସ୍ତରରେ ବ୍ୟବହୃତ ଭାଷାର ଧ୍ୱନି, ଶବ୍ଦ, ରୂପ, ଅର୍ଥ, ବାକ୍ୟ ପ୍ରଭୃତି ପ୍ରକୃତିଗତ ବୈଶିଷ୍ଟ୍ୟ ସମ୍ପର୍କରେ ଅନୁଶୀଳନ କରାଯାଏ। ଅନ୍ୟ ପକ୍ଷରେ କେତେକ ଭାଷାବିତ୍ ସମାଜ ବିଜ୍ଞାନରୁ ଭାଷା ବିଜ୍ଞାନରେ ଏକ ବିଶିଷ୍ଟ ବିଭାଗ ରୂପେ ସ୍ୱୀକୃତ ହୋଇଛନ୍ତି। ଏତିକିରେ ଆଜିର ଆଲୋଚନା ସମାପ୍ତ କରୁଛି। ନମସ୍ତେ। ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ।